वक्तव्य रखिए। समस्त को आउ थे धन्यवाद। आपर मु सूचना दे दूँ आमर परिचय पर्व आरंभ हम। जो परिचय पर्व विस्तृत भाव में हो पारि नथिला बेले आम गला अधिवेशन में मन दुख करते से ही परिचय पर्व आज हम। किंतु ए परिचय आम परिवार को लेकरी आम परिवार मुरबी साधु सन्त आमर परम पूज्य स्वामीजी समस्ते अच्छा से परिचय आम परिचित। तेणु आपण मैंने विचार करेंगे आमर परिचय पर्व को केमी आमर आज जो टाइम शेड्यूल अच्छी 9टा भितर कार्यक्रम शेष करने ए विचार आपणकर। आपर मु कहि पंडा सार तांकर वक्तव्य शेष कला पूर्व आपण जोन नंबर 8 आउ जोन नंबर 9 समस्त साधक साधिका माने स्टेज बैकग्राउंड आसी प्रस्तुत हो रही। पंडा सार वक्तव्य पर आम परिचय पर्व आरंभ करिया। समस्त को धन्यवाद। जय जगन्नाथ। हरि ओम हरि ओम हरि ओम। ओंग झिल्ली झर्झरिका मृदंग पट्टभो भेरी च शंख ध्वनि वीणा डम्बरु रानकस्य प्रणभो घंटारभो घर घर ताल कहाल द्वंद्व बिच ढककाच वंशी ध्वनि एते वाद्यगणा सुघोष सहिता कुर्वन्तु ते शुभमंगलम्। ओंग विघ्नं ध्यान्त निवारणे इव तरणि विघ्नाटविहव्यवार विघ्न व्यालकुलाभिमान गरुडो विघ्नेव पंचानन विघ्न तुंगगिरि प्रमथन पवि विघ्नाम्बुदेवाडवो विघ्ना घौ घगन प्रचंड पवनो विघ्नेश्वर पातु नो। ओम श्री श्री गणेशाय नमः। परम प्रेममय सत्य शिव सुंदर मंगलमय सही जगतर नाथ जगन्नाथ चरण रे अनंत कोटि प्रणाम। आज ये जे गीता नारायण आध्यात्मिक संस्था सभापति परिचालक श्रीजुक्त सुजोग कुमार मिश्र महोदय आमर दिग्दर्शक ओंकारनाथ स्वामी महोदय तथा सम्मुखरे बसी मोर समस्त विज्ञ प्राज्ञ सुधीजन तथा मोर भाई और भौणी माने समय टिके अतिक्रांत होईची आपण मानंकु टिके अलसुआ भी लागिलाणी। खाद्य प्रस्तुत ये समय रे ज्ञान कौन आलोचना हबो टिके गीता माता को टिके डाकिवा। गीता माता की, गीता माता की, श्री कृष्ण भगवान की, श्री कृष्ण भगवान की। आम समस्ते एठी आसीचंती केही अज्ञानी नुहंती बहुत पाठ पढ़िचंती बहुत पढ़िले गीता 4 वर्ष 3 वर्ष है शुणिले बहुत शास्त्र पढ़िले ये सारमर्म कौन समस्त शास्त्र ता सारमर्म कौन गीता तार सारमर्म कौन जो 7 जन भाई वर्तमान आलोचना कले तार सारमर्म कौन ए विषय रे आपण मानकु मोर प्रश्न मुझे बेले आलोचना गोटे करी से जगह कहूनी कटक मत से उत्तर देले अन्य धर्मावलंबी लोक कहले अननेसेसरी किलिंग ऑफ टाइम से धर्म ना नौनी जे आम मैंने ये अच्छी केते कष्ट सही आर उद्देश्य कौन
ଶାସ୍ତ୍ରର ସାରମର୍ମ କ'ଣ, ଏଇଟା ଟିକେ ମୁଣ୍ଡରେ ଟିକେ ସବୁବେଳେ ଆଲୋଚନା କରିବା ଦରକାର। ସବୁ ଶାସ୍ତ୍ରର ସାରମର୍ମ ଗୋଟିଏ, ଦ୍ୟାଟ୍ ଇଜ୍ ଜୟ, ଶାନ୍ତି, ଟିକେ ଆନନ୍ଦ। ଯେତେ ଶାସ୍ତ୍ର ଆପଣ ପଢ଼ନ୍ତୁ, ଏ ମନରୁ ଦୁଃଖଟାକୁ ପରିହାର କରି କେମିତି ଟିକେ ଶାନ୍ତି ପାଇବା, ଆନନ୍ଦ ପାଇବା, ଏ ସମସ୍ତ ମହାପୁରୁଷମାନଙ୍କର ଲକ୍ଷ୍ୟ, ଶାସ୍ତ୍ରର ଲକ୍ଷ୍ୟ, ଗୀତାର ଲକ୍ଷ୍ୟ। ଯେତେ ଶାସ୍ତ୍ର ଆପଣ ଦେଖନ୍ତୁ, ଗୀତା ଅର୍ଜୁନ ବିଷାଦ ଯୋଗୁରୁ ଆରମ୍ଭ ହେଲା, ମନ ଦୁଃଖ, ସେଇ ପୁଣି କହୁଛି ମୋର ମୋହ ନଷ୍ଟ ହୋଇଗଲା, ଦୁଃଖ ନଷ୍ଟ ହୋଇଗଲା। ତେଣୁ ଦୁଃଖରୁ ସୁଖ ଆଡ଼କୁ ନେବା ଗୀତାର ଲକ୍ଷ୍ୟ। ଆସନ୍ତୁ ଚଣ୍ଡୀ, ସେଦିନ ସୁରଥ ରାଜା ମନ ଦୁଃଖ କଲେ, ବିତାଡ଼ିତ ହୋଇଗଲେ ରାଜ୍ୟରୁ, ସମାଧି ବୈଶ୍ୟ ପରିବାରରୁ ବିତାଡ଼ିତ ହୋଇଗଲେ, ନିର୍ଯାତନା ଦେଲେ ତାଙ୍କର ପିଲା ଛୁଆ ସ୍ତ୍ରୀ। ସେ ପାଇଲେ ସୁଖ ଆନନ୍ଦ କେମିତି ନା ମେଧା ଋଷି ତାଙ୍କୁ ରାସ୍ତା ବତେଇଲେ, ସାଧନା ଶିଖେଇଲେ, ମା ଦୁର୍ଗାଙ୍କୁ ପୂଜା କରେଇଲେ। ଆସନ୍ତୁ ସେଦିନ ବୁଦ୍ଧଦେବ, ଦୁଃଖ ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ, ଏ ସଂସାରଟା ଦୁଃଖର ଆଳୟ, ଅଶାଶ୍ୱତ। ସେଇ ବୁଦ୍ଧଦେବ 29 ବର୍ଷରେ ଘର ଛାଡ଼ିଦେଲେ, ବିବାହିତା ନୂତନ କରିକି ସ୍ତ୍ରୀ ଆସିଛି ଛାଡ଼ିଦେଲେ, ପୁଅ ଜନ୍ମ ହେଇଛି ତାକୁ ଛାଡ଼ିଦେଲେ, 29 ବର୍ଷର ଗଲେ, 37 ବର୍ଷରେ ନିର୍ବାଣ ପ୍ରାପ୍ତି ପାଇଲେ, ଆନନ୍ଦ ପାଇଲେ। ଭାଗବତ ଦେଖନ୍ତୁ, ତା ସାରମର୍ମ କ'ଣ? ପରୀକ୍ଷିତ ରାଜା ମରିବେ, ମନ ଦୁଃଖ, 7 ଦିନ ଭିତରେ ମରିବେ, ମନ ଦୁଃଖ, କ'ଣ କରିବେ? ସମସ୍ତ ଡେଙ୍ଗୁରା ଦେଲେ, ଆସ ସମସ୍ତ ସନ୍ନ୍ୟାସୀ ମୁନି ଋଷି ମାନେ ମୋତେ ବତାଅ, ମୁଁ ଦୁଃଖରୁ କେମିତି ମୁକ୍ତି ହେବି, ମୋ ମୃତ୍ୟୁଟା ଯନ୍ତ୍ରଣାଦାୟକ କେମିତି ହବ ନାହିଁ। ବତେଇଲେ ସେମାନେ, ମୃତ୍ୟୁ ସମୟରେ ତାଙ୍କର ମୃତ୍ୟୁ ଯନ୍ତ୍ରଣାଦାୟକ ହେଲାନି, ବ୍ରହ୍ମଲୋକକୁ ସିଧାସଳଖ ଗଲେ। ଯେତେ ଶାସ୍ତ୍ର ଆପଣ ପଢ଼ନ୍ତୁ, କେବଳ ମନରୁ ଦୁଃଖ ବାହାର କରି ସୁଖ ଆନନ୍ଦ ପାଇବା, ଇଏ ଚାକିରି କରିବାର ଲକ୍ଷ୍ୟ, ଏଠି ଗ୍ୟାଦରିଂ ହେବାର ଲକ୍ଷ୍ୟ, ଗୀତା ପଢ଼ିବାର ଲକ୍ଷ୍ୟ, ସବୁର ଲକ୍ଷ୍ୟ ଗୋଟିଏ, ଦ୍ୟାଟ୍ ଇଜ୍ ଜୟ, ଦ୍ୟାଟ୍ ଇଜ୍ ପିସ୍, ଦ୍ୟାଟ୍ ଇଜ୍ ଆନନ୍ଦ। ସୁଖ, ଶାନ୍ତି, ଆନନ୍ଦ, ଏ ବୁଝା ହେଇଛି, ତା ଭିତରକୁ ମୁଁ ଯାଉନି। ମୋର କହିବାର ଆପଣମାନଙ୍କୁ ତାତ୍ପର୍ଯ୍ୟ, ଏ ସାରା ସଂସାରରେ ଯେତେ ପ୍ରକାର ପୂଜା ଅଛି ତାକୁ 3 ଭାଗରେ ବିଭକ୍ତ କରାଯାଇଛି। ମହିମା ଧର୍ମ, ବର୍ତ୍ତମାନ ମୁଁ ଶୁଣିଲି ଆମର ପୂଜନୀୟ ମାନନୀୟ ଅନାଦି ପାଣିଗ୍ରାହୀ କହିଲେ, ପ୍ରଥମେ ଏଇ ଯେଉଁ ପୃଥିବୀର ଯେଉଁ ପୂଜା 3 ଭାଗରେ ବିଭକ୍ତ କରାଯାଇଛି, ସବୁ ପୂଜାର ମୂଳ ମନ୍ତ୍ର ଏଇ ଗୀତାରେ ନିହିତ ଅଛି। 18 ନମ୍ବର ଶ୍ଲୋକ 11 ଅଧ୍ୟାୟ ବିଶ୍ୱରୂପ ଦର୍ଶନ ଯୋଗ, ତୁମ ଅକ୍ଷରଂ ପରମଂ ବେଦିତବ୍ୟମ୍। ହେ ପ୍ରଭୁ, କିଏ କହୁଛନ୍ତି ନା ଅର୍ଜୁନ କହୁଛନ୍ତି, ତୁମେ ହେଉଛ ଅକ୍ଷର, ତୁମର କ୍ଷର ନାହିଁ, ଝରି ନାହିଁ, ଆସି ନାହିଁ, ତୁମେ ନଷ୍ଟ ହେବ ନାହିଁ, ଅବିନାଶୀ ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତଂ ବିନାଶଂ ଅବ୍ୟୟସ୍ୟ ନ କଶ୍ଚିତ୍ କର୍ତ୍ତୁଂ ମହର୍ଷି। ये अंतवंत इमे देहा नित्यस्वगता शरीरिण अनासीन प्रमेयस्य तस्मा युद्धस्व भारत। 17 नंबर 18 नंबर सांख्य योग द्वितीय अध्याय। यार अर्थ है जे ए शरीरटा विनाशी किंतु सी अविनाशी अक्षर। महिमा धर्म आम ए रिसेंटली जाइलु मु खाली दुई दुई धाड़ी 7टी धर्म विषय कहले चलीज 14 लाइन आमर समय अतिक्रांत होईची जे आमर एठिकी आसीबार मुख्य उद्देश्य है आनंद प्राप्ति। ये जेते महापुरुष भारतवर्ष रे जन्म ग्रहण करि थांतु बा पृथ्वी रे कोठी जन्म ग्रहण करि थांतु तांकर मेसेज कौन श्री अरविंद ये वर्तमान कहते प्रमीला दीदी आमर से लेखिले गोटे बही लाइफ डिवाइन सेपटे शिवानंद से लेखिले डिवाइन लाइफ। आई हैव रेड इट। ये कहते लाइफ इज डिवाइन किए कहले श्री अरविंद कहले किंग्स कॉलेज कैम्ब्रिज कोटी कोटी पढ़ी आसिले आसिक कहले लाइफ इज डिवाइन इटसेल्फ। शिवानंदंकर तांको भितरे गोटे
ବଚସା ହେଲା, ମନାନ୍ତର ନୁହେଁ ମତାନ୍ତର ହେଲା। ଉଭୟ ଫ୍ରିଡମ୍ ଫାଇଟର ଥିଲେ, ଇ ଲେଖା ହିଁ ନାହିଁ। ସ୍ୱାଧୀନତା ସଂଗ୍ରାମ କରିକି ଶ୍ରୀ ଅରବିନ୍ଦ 1908 ମସିହାରେ ଜେଲରେ ଅଲିପୁରରେ ରହିଲା ବେଳେ ତାଙ୍କର ସାକ୍ଷାତ ହେଲା। ସାର୍ଟିଫିକେଟ ଆସିକି ପୋଡ଼ିଦେଲେ, ସ୍ୱାଧୀନତା ପାଇଁ ସଂଗ୍ରାମ କଲେ। ଏ ସାର୍ଟିଫିକେଟର ମୂଲ୍ୟ କିଛି ନାହିଁ। କହିଲେ ଆମେ ଲଢ଼ିବା ଆମ ସଂସ୍କୃତିକି ଫେରେଇବା ପାଇଁ। ଉଭୟ ଶିବାନନ୍ଦ ଜଣେ ଫିଜିସିଆନ୍ ଡାକ୍ତର, ଇଏ ଜଣେ ଏଜୁକେସନିଷ୍ଟ। ଲକ୍ଷ୍ୟ ରହିଲା ଯେ ପରମାତ୍ମାଙ୍କର ପ୍ରାପ୍ତି। ଏଙ୍କର ରାସ୍ତା ରହିଲା କ'ଣ ନା ଲାଇଫ୍ ଇଜ୍ ଡିଭାଇନ୍। ଶ୍ରୀ ଅରବିନ୍ଦ 15 ବର୍ଷ ବଡ଼ ଶିବାନନ୍ଦଙ୍କ ଠାରୁ। ଇଏ କହିଲେ ଡିଭାଇନ୍ ଲାଇଫ୍, ଏ ଜୀବନଟା ଡିଭାଇନ୍ ଲାଇଫ୍। ଡିଭାଇନ୍ ଅର୍ଥ ଉପନିଷଦୀୟ ଜ୍ଞାନ, ପ୍ରାପ୍ତସ୍ୟ ପ୍ରାପ୍ତି ଆମ ଭିତରେ ଅଛି, ଆମେ ତାକୁ ଜାଣିବା। ଅରବିନ୍ଦ ମତ ଦେଲାବେଳେ ଶ୍ରୀ ଅରବିନ୍ଦ, ଶିବାନନ୍ଦ କହିଲେ ନା, ତାକୁ ପ୍ରାପ୍ତ ହେବା ପାଇଁ ଆମକୁ ସାଧନା କରିବାକୁ ପଡ଼ିବ, ଅଷ୍ଟାଙ୍ଗ ଯୋଗ କରିବାକୁ ପଡ଼ିବ, ଯମ ସଂଯମ ଶୃଙ୍ଖଳା ଆଣିବାକୁ ପଡ଼ିବ, 5 ପ୍ରକାର ଆସ୍ତେ ଇତ୍ୟାଦି ଇତ୍ୟାଦି, ନିୟମ 10 ପ୍ରକାର କରିବାକୁ ପଡ଼ିବ। ଯମ ନିୟମ ଆସନ କରିବାକୁ ପଡ଼ିବ, ପ୍ରାଣାୟାମ କରିବାକୁ ପଡ଼ିବ, ପ୍ରତ୍ୟାହାର କରିବାକୁ ପଡ଼ିବ। ଧାରଣା ଧ୍ୟାନ ସମାଧି ହେଲେ ତାପରେ ତୁମେ ସେଇ ନିର୍ବିକଳ୍ପ ସେଇ ପରମେଶ୍ୱରଙ୍କୁ ପାଇବ। ଇଏ ଶିବାନନ୍ଦଙ୍କର ମତ ହେଲା ବେଳେ ଇଏ କହିଲେ ନା, ଆମେ ପାଇକି ଅଛୁ, ଆମ ଭିତରେ ଠାକୁର ଅଛନ୍ତି, ଆମକୁ କିଛି କରିବାକୁ ପଡ଼ିବନି। ଆମେ ଖାଲି ଏତିକି ଜଣେଇଦେବା ଯେ ତୁମ ଭିତରେ ଅଛି। ଇଏ କସ୍ତୁରୀ ନାଭିରେ ଭରିଣ ଯେହ୍ନେ ମୃଗ ଭ୍ରମଇ, ତୋ ବାସନା ଆସେ ତଥା ମୁଁ ବୁଲି ବୁଲି ମରଇ। ୟା ଭିତରେ କସ୍ତୁରୀ ନାଭି, ହରିଣର ନାଭି ପାଚିଛି, କସ୍ତୁରୀ ବାସ୍ନା ବାହାରୁଛି, କିନ୍ତୁ ହରିଣ ଜାଣିପାରୁନି, ବୁଲୁଛି ଏ ବାସ୍ନାଟା କେଉଁଠୁ ଆସୁଛି। ଆମ ଭିତରେ ଅଛି, ଆମ ଭିତରେ ଶାନ୍ତି ଅଛି। ଶାନ୍ତି ମାର୍କେଟରେ ମିଳୁନାହିଁ, ଟଙ୍କା ଦେଇ କିଣିପାରିବେନି। କୋଟି କୋଟି ଟଙ୍କା ଥାଇପାରେ, ୟୁ କ୍ୟାନ୍ ନଟ୍ ପରଚେଜ୍ ପିସ୍। এটা ইন্ଟରନାଲ ଥିଙ୍ଗ, ମନରୁ ଆସିବ। ସୁଖମୟ ଜୀବନ ପାଇଁ କ'ଣ ଦରକାର ନା ମାନସିକ ଶାନ୍ତି ଦରକାର, ମାନସିକ ସ୍ଥିରତା ଦରକାର। ଚେତନାର ଶାନ୍ତ ସ୍ଥିତି ଉପରେ ସୁଖମୟ ଜୀବନ ନିର୍ଭର କରେ। ଆଜି ସଂଘର୍ଷ ପରିବାର ଭିତରେ, ବ୍ୟକ୍ତି ମନ ଭିତରେ ସଂଘର୍ଷ, ସାରା ପୃଥିବୀରେ ସଂଘର୍ଷ। କାରଣ କ'ଣ? ଶାନ୍ତି ନାହିଁ। ଶାନ୍ତି କେବଳ ଏଇ ଭାରତ ବର୍ଷରେ। ତାର କାରଣ ନା 3 ପ୍ରକାର ଯେଉଁ ପୂଜା ଅଛି, ତୋମ ଅକ୍ଷରଙ୍ଗ ପରମଙ୍ଗ ବେଦିତବ୍ୟଂ ତୋମସ୍ୟ ବିଶ୍ୱସ୍ୟ ପରଙ୍ଗ ନିଧାନମ୍। ଏ 18 ନମ୍ବର ଶ୍ଲୋକ 11 ଅଧ୍ୟାୟର। ତୋମ ଅବ୍ୟୟ ଶାଶ୍ୱତ ଧର୍ମ ଗୋପତା ସନାତନସ୍ତଂ ପୁରୁଷୋ ମତୋମେ। ନିରାକାର ପୂଜାକୁ ପ୍ରଥମେ ସ୍ଥାନ ଦେଲେ ଆମର ଭଗବତୀ ଗୀତା। ବହିୟନ୍ତଶ୍ଚ ଭୂତାନାଂ ଚରଙ୍ଗ ଚରମେବ ଚ ସୂକ୍ଷ୍ମତ୍ୱାତ୍ ତତ୍ ବିଜ୍ଞେୟଂ ଦୂରସ୍ଥଂ ଚ ଅନ୍ତିକେ ଚ ତତ୍। ବହି